ଗୁଆ କହିଲା, ହଁ, ସାଆନ୍ତେ ଭଗିଆ ନାମରେ କଟକ ଅଦାଲତରେ ନାଲିଶ କରିଥିଲେ। ମକଦ୍ଦମାର ଏତଲାନାମା, ଡିଗ୍ରୀ ଜାରି ପରୁଆନା, ନିଲାମି ଇସ୍ତାହାର ସବୁ ମୋ ପାଖରେ ଅଛି। ଭଗିଆକୁ କିଛି ଦିଆଯାଇ ନାହିଁ। ଅଦାଲତର ପିଆଦା ଆସି ସାଆନ୍ତଙ୍କଠାରୁ ବକ୍ସିସ୍ ନେଇ ମୋ ପାଖରୁ ରସିଦ ଲେଖାଇ ନେଇ ଚାଲିଯାଏ। ସାରିଆ କିପରି ମଲା ମୁଁ ଜାଣେ ନାହିଁ। ଏଇ ଗାଈଟା ଭଗିଆର। 4 ନମ୍ବର ଗୁହା। ମୋ ନାମ ଚମ୍ପା। ବାପର ନାମ ଜଣା ନାହିଁ। ଜାତି ଏହି ଘର ମନୁଷ୍ୟ। ସା ଗୋବିନ୍ଦପୁର, ଜିଲ୍ଲା କଟକ। ମୁଁ ସାରିଆକୁ ଚିହ୍ନେ ନାହିଁ। ତା ଘର ଏ ଗାଁରେ ନୁହେଁ। ସେ ଆମ ଦୁଆରେ ମରି ନାହିଁ। ଆଉ କୁଆଡ଼େ ମରିଯାଇ ଆମ ଦୁଆରେ ପଡ଼ିଥିଲା। ତାକୁ ଜ୍ୱର ହୋଇଥିଲା, ମରିଗଲା। ଆମ ସାଆନ୍ତ ତାକୁ କିଛି କରିନାହାନ୍ତି। ସାଆନ୍ତ ବଡ଼ ଭଲ ଲୋକ। ହଲିଲା ପାଣିରେ ଗୋଡ଼ ଦିଅନ୍ତି ନାହିଁ। ସାଆନ୍ତାଣୀକୁ ଜ୍ୱର ହୋଇଥିଲା, ସେ ମରିଗଲେ। ତାଙ୍କ ପାଇଁ ମୁଁ ଭାତ ଖାଉ ନାହିଁ। ଢେର କାନ୍ଦୁଛି। ଗୁହା କାନ୍ଦି ବସିଲା। ଦାରୋଗା ଧମକ ଦେବାରୁ ତୁନି ହେଲା। ଏଇ ଗାଈଟା ଆମର ଘର ବାଛୁରୀ। ପୁନର୍ବାର କହିଲା, ସାରିଆକୁ ଟଙ୍କା ଦେଇ କିଣିଛୁ। ଠାଏ ମୁଦି ସନ୍ତକ ଚମ୍ପାର ସାହି। ଅଧିକ ରାତି ହେବାରୁ କଚେରୀ ବନ୍ଦ ହେଲା। ଦାରୋଗା, ମୁନ୍ସି, ଚୌକିଦାର ଗୋବରା ଜେନା ଅନେକ ରାତି ପର୍ଯ୍ୟନ୍ତ ବସି ପରାମର୍ଶ କଲେ। ଉପଯୁକ୍ତ ଗୁହା ଠିକଣା କରାଯାଇ ତହିଁ ପରଦିନ ପୁନର୍ବାର ସାକ୍ଷୀ ଜବାନବନ୍ଦି ଆରମ୍ଭ ହେଲା। 6 ନମ୍ବର ସାକ୍ଷୀ। ମୋ ନାମ ବନା ଜେନା। ବାପର ନାମ ଦନା ଜେନା। ଜାତି ପାଣ। ବୟସ 18। ପେଶା ହଳିଆଗିରି। ସାହି ମକ୍ରାମପୁର। ପ୍ରାଙ୍ଗଣ ବାଲୁବିଶି, ଜିଲ୍ଲା କଟକ। ମୁଁ ସାରିଆକୁ ଚିହ୍ନେ। ତା ଦୁଆରକୁ ଢେର ଥର ଯାଇଛି। ତା ଘର ସଉତୁଣିଆ ମୌଜା ବ୍ରାହ୍ମଣ ସାହିରେ, ନା ପଣା ସାହିରେ। ପୁନର୍ବାର କହିଲା, ନା ଏହି ଗ୍ରାମରେ। ରାମଚନ୍ଦ୍ର ମଙ୍ଗରାଜ ଆଜକୁ 8 ଦିନ ହେଲା ତାହାକୁ ଧରି ଆଣି ବାଡ଼େଇଥିଲେ। ଏହି ବାଉଁଶ ବାଡ଼ିରେ ବାଡ଼ଉଥିଲେ। ସାକ୍ଷୀ ବାଡ଼ି ଦେଖାଇ ଦେଲା। ଗଲା ଦ୍ୱାଦଶୀ ଦିନ ଅଧରାତି ବେଳେ ରାମଚନ୍ଦ୍ର ମଙ୍ଗରାଜ ବାଡ଼ଉଥିଲେ, ଦେଖିଅଛି। ସାରିଆ ପିଠିରେ 20 ପାହାର ବାଡ଼େଇଲେ। ମୁଁ ସାଉ ଘର ଗୋରୁ ଖୋଜି ଆସିଥିଲି। ମୋ ଘର ଏଠାକୁ 2 କୋଶ ବାଟ। ସାଆନ୍ତଙ୍କ ସାଙ୍ଗରେ ମୋହର ତକରାର ନାହିଁ। ଗୋବରା ଜେନା ଚୌକିଆ ମୋ ଭିଣୋଇ ନୁହେଁ। ଏ ବାଡ଼ି ସନ୍ତକ ବନା ଜେନାର ସହି। 7 ନମ୍ବର ଗୁହା। ମୋ ନାମ ଧକେଇ ଜେନା। ବାପର ନାମ ନାଙ୍ଗୁଡ଼ ଜେନା। ଜାତି ପାଣ। ବୟସ ଜଣା ନାହିଁ। ପେଶା ହଳିଆଗିରି। ସା ରାୟପୁର, ପ୍ରା ବାଲୁବିଶି, ଜିଲ୍ଲା କଟକ। ଗଲା ନବମୀ ଦିନ ଅଧରାତି ବେଳେ ମୁଦାଲା ରାମଚନ୍ଦ୍ର ମଙ୍ଗରାଜ ଏହି ବାଉଁଶ ବାଡ଼ିଆରେ ସାରିଆକୁ ବାଡ଼ଉଥିଲେ। ମୁଁ ଦେଖିଅଛି। ମୁଁ ଲୁଣ କିଣିବାକୁ ଦୋକାନକୁ ଆସିଥିଲି। ରାତି ହୋଇଯିବାରୁ ଦୋକାନ ପିଣ୍ଡାରେ ଶୋଇଥିଲି। ଗୁମ୍ ଗୁମ୍ ଶବ୍ଦ ଶୁଭିବାରୁ ମୁଁ ଦୋକାନ ଚାଳ ଉପରେ ଚଢ଼ି ଅନାଇଲି। ପୁନର୍ବାର କହିଲା, ନାହିଁ, ମୁଁ ମଙ୍ଗରାଜଙ୍କ ପିଢ଼ାରେ ଚଢ଼ି ଅନାଇଲି, ଦିଶୁଥିଲା। ମୁଁ ଏହି ଗାଈକୁ ଚିହ୍ନେ। ନିଜେ ଢେର ଥର ଦୁହିଁଛି। ଗାଈର ନାମ ବଉଳା। ଏ ଗାଈ ଭଗିଆ ତନ୍ତୀର। ରାମଚନ୍ଦ୍ର ମଙ୍ଗରାଜ ତା ଘରୁ ଚୋରି କରି ଆଣିଅଛି। ସିଦ୍ଧି କରି ଚୋରି କରି ଆଣିଅଛି। ମୁଦାଲାର ସୁଆଲରେ ଜବାବ ଦେଲା, ଗୋବରା ଜେନା ମୋ ମାଉସୀ ପୁଅ ଭାଇ ନୁହେଁ। ସେ ମୋତେ ଡାକି ଆଣି ନାହିଁ। ମୁଁ ଗୁହାଇ ଦେବା ସକାଶେ ଆପଣା ଇଚ୍ଛାରେ ଆସିଅଛି। ସେ ମୋତେ ଖାଇବାକୁ ଦିଏ ନାହିଁ। ମୁଁ ଘରୁ ଚୁଡ଼ା ଚାଉଳ ବାନ୍ଧି ଆଣିଅଛି। ନବମୀ ଆଜକୁ 20 କି 22 ଦିନ ହେଲାଣି। ଆଜି ତିଥି କ'ଣ ମୋତେ ଜଣା ନାହିଁ। ଏହି ବାଡ଼ି ସନ୍ତକ ଧକେଇ ଜେନାର ସହି। 8 ନମ୍ବର ଗୁହା। ମୋ ନାମ ଖତୁଚନ୍ଦ। ବାପର ନାମ ନିତାଚନ୍ଦ। ଜାତି ତନ୍ତୀ। ବୟସ 28। ପେଶା ଲୁଗାବଣା। ସା ଗୋବିନ୍ଦପୁର, ଜିଲ୍ଲା କଟକ। ଏ ଗାଈ ଭଗିଆର ଜାଣେ। ଭଗିଆ ମୋ ପଡ଼ିଶା। ଯେଉଁଦିନ ସରକାରୀ ଜମାଦାର ଆସି ଭଗିଆ ଘର ଭଙ୍ଗାଇ ଦେଲେ, ସେହିଦିନ ମଙ୍ଗରାଜେ ଗାଈ ବାନ୍ଧି ଆଣି ଉଆସରେ ରଖିଅଛନ୍ତି। କି ସକାଶେ ଗାଈ ବାନ୍ଧି ଆଣିଲେ ମୋତେ ଜଣା ନାହିଁ। ମଙ୍ଗରାଜଙ୍କ ହଳିଆମାନେ ଯାଇ ଭଗିଆର ଘର ଭାଙ୍ଗି ପକାଇଲେ। ଘରର ସବୁ ଜିନିଷ ବୋହି ଆଣିଲେ। ଭଗିଆ ସାରିଆ 2 ଜଣ ଡକାପାଡ଼ି ଦାଣ୍ଡରେ ଗଡ଼ୁଥାନ୍ତି। ସରକାରୀ ଜମାଦାର ଆସିଥିବାରୁ ଆମ୍ଭେମାନେ କବାଟ କିଳିଦେଇ ଘରେ ଲୁଚିଥିଲୁ। ମୁଁ କବାଟ କିଳିଦେଇ ଜଳାରେ ଅନାଇଥାଏ। ଚୌକିଆ ଗୋବରା ଜେନା ମୋତେ ଡାକୁଥାଏ। ମୁଁ ଜବାବ ଦେଲି ନାହିଁ। ମୋ ଭାରିଜା ଜବାବ ଦେଲା। ମୁଁ ଘରେ ନ ଥିବାର କହିଲା। ଡଙ୍କି ସନ୍ତକ ଖତୁଚନ୍ଦ୍ର ସହି। ଜବାବ ଆସାମୀ ରାମଚନ୍ଦ୍ର ମଙ୍ଗରାଜ। ପିତାର ନାମ ଧନୀ ନାୟକ। ଜାତି ଖଣ୍ଡାୟତ। ବୟସ 52। ପେଶା ଜମିଦାରୀ। ସା ଗୋବିନ୍ଦପୁର, ଜିଲ୍ଲା କଟକ। ଜବାବ ଦେଲା, ମୁଁ ସାରିଆକୁ ମାରି ନାହିଁ। ଭଗିଆ ମୋ ପାଖରୁ ଟଙ୍କା କରଜ ନେଇଥିଲା।
ନାଲିଶ କରି ତା 6 ମାଣ 8 ଗୁଣ୍ଠ ଜମି ଡିଗ୍ରୀ କରି ନେଇଅଛି। ମକଦ୍ଦମା ଖର୍ଚ୍ଚାକୁ ତାହାର ଗାଇ ନେଇଅଛି। ଠିକ୍ ଏହି ସମୟରେ ଗୋଟାଏ ବାୟା ସେଠାରେ ପହଞ୍ଚିଲା। ଅଣ୍ଟାରେ ଖଣ୍ଡେ ଚିଣ୍ଡା କନା ଗୁଡ଼ାଇଅଛି, ମୁଣ୍ଡବାଳ ମୁକୁଳା, ଦେହଯାକ ଧୂଳି କାଦୁଅ, ହାତରେ ଗୋଟିଏ ବାଇଜି ହାଣ୍ଡି ଧରିଅଛି। ଖୁବ୍ ନାଚିଲା, ସାରିଆ ସାରିଆ ବୋଲି ଗୀତ ଗାଇଲା। ତାକୁ ଦେଖି ଗାଁ ଲୋକମାନେ ହାହାକାର କହିଲେ, ଆରେ ଭଗିଆ, ତୋ କପାଳରେ ଏହା ଥିଲା। ମଙ୍ଗରାଜଙ୍କ ଉପରେ ନଜର ପଡ଼ିଯିବାରୁ ବାୟା ତାକୁ କାମୁଡ଼ିବାକୁ ଧାଇଁଲା। ଚୌକିଆମାନେ ତାକୁ ଧରି ପକାଇଲେ। ସମ୍ଭାଳି ନ ପାରି ଦାରୋଗାଙ୍କ ହୁକୁମ ଅନୁସାରେ ବାନ୍ଧି ପକାଇଲେ। ଦାରୋଗା ମାମଲା ତଦାରଖ ଖତମ କଲେ। 32 ଜଣ ଗୁହାର ଜମାନବନ୍ଦୀ ହୋଇଥିଲା। ସେଥିମଧ୍ୟରୁ 4 ଜଣ ଗୁହାକୁ ବାହାଲା ରଖି ଆଉ ଆଉ ଲୋକଙ୍କୁ ରୋକସୋଦ ଦେଲେ। ଆସାମୀ ଚଲାଣି। ବେଳ ପ୍ରହରକ ସମୟରେ ମଙ୍ଗରାଜ ଚଲାଣ ହେଲେ। ହାଜତରେ ହାତକଡ଼ି, ଚୌକିଆ ବରକନ୍ଦାଜ ଘେରିଛନ୍ତି। ମଧ୍ୟରେ ମଙ୍ଗରାଜ ମୁଣ୍ଡରେ ଖଣ୍ଡେ ଗାମୁଛା ପକାଇ ମୁଣ୍ଡ ପୋତି ଚାଲିଛନ୍ତି। ଗ୍ରାମ ଲୋକମାନେ ଯାତ୍ରାକାଳୀ ପରି ଛିଡ଼ା ହୋଇ ଚାହିଁଅଛନ୍ତି। ଆଗରେ ଦାରୋଗା, ପଛରେ ମୁନ୍ସି। ମଙ୍ଗରାଜଙ୍କର ଏହି ଦୁର୍ଦ୍ଦଶା ଦେଖି ଗ୍ରାମର କେହି ବ୍ୟାକୁଳ ହୋଇଥିଲା କି ନାହିଁ, ଆମ୍ଭେମାନେ ଠିକ୍ କହିବାକୁ ଅକ୍ଷମ। କେବଳ ଚମ୍ପା ମୋ ସାଆନ୍ତ, ମୋ ସାଆନ୍ତ, ମୋ ସାଆନ୍ତକୁ କାହିଁ ଘେନି ଯାଉଛ, ମୋ ସାଆନ୍ତେ ଇତ୍ୟାଦି କରୁଣ ରାଗିଣୀରେ ଡକାପାଡ଼ି ଧାଇଁଥିବା ବେଳେ ବାଟ ଉଛୁଳି ପଡ଼ୁଥାଏ। ସାଆନ୍ତେ ପଛକୁ ମୁହଁ ବୁଲାଇ 2-3 ଥର ଫେରିଯିବାକୁ କହିଲେ। ଦାରୋଗା ମୁନ୍ସି ଦିଗଦାର ହେଲେଣି। ଶୁଣିବାକୁ ନାହିଁ। ମୁଣ୍ଡରେ ଲୁଗା ନାହିଁ। କାନ୍ଦି ଅଥୟ ହୋଇଯାଉଛି। ଏହିପରି 2 କୋଶ ଯାଇ ସାଆନ୍ତଙ୍କୁ ଶୁଣାଇ ଶୁଣାଇ କହିଲା, ଗନ୍ତାଘର ଜିନିଷଗୁଡ଼ାକ ଉଇ ଧରିଯିବେ, ମୂଷା ଖାଇଯିବେ, କ'ଣ ହେବ? ମଙ୍ଗରାଜ ଟିକିଏ ଛିଡ଼ା ହୋଇଯାଇ ଲମ୍ବ ଲମ୍ବ 2ଟା ନଳି କଞ୍ଚି ତା ହାତରେ ଦେଇ କହିଲେ, ସବୁ ସାବଧାନରେ ରଖିବୁ, କିଛି ଚିନ୍ତା କରିବୁ ନାହିଁ। ଚମ୍ପା କଞ୍ଚି 2ଟା ଖୁବ୍ ସାବଧାନରେ ଅଣ୍ଟିରେ ଖୋସି ଦେଇ କହିଲା, ଆପଣ ଠାରେ ବସୁଥିବେ, ଓପାସ ରହିବେ ନାହିଁ। ଗୋବିନ୍ଦା ଭଣ୍ଡାରୀ ସାଙ୍ଗେ ସାଙ୍ଗେ ଥିଲା। 2 ଜଣ ସାଙ୍ଗ ହୋଇ ଘରକୁ ବାହୁଡ଼ିଲେ। ବାହୁଡ଼ିବା ସମୟରେ ଚମ୍ପାର କାନ୍ଦଣା କେହି ଶୁଣି ନାହିଁ। ଦାରୋଗା ସାହେବ ଥାନାରେ ପହଞ୍ଚି ଗୁହା ଜବାନବନ୍ଦୀ ସମସ୍ତ ପୁନର୍ବାର ଥରେ ଶୁଣି ମୁନ୍ସିଙ୍କ ପରାମର୍ଶ ଅନୁସାରେ କାଟକୁଟ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ। ତାହା ବାଦ ରିପୋର୍ଟ ସହିତ ଆସାମୀକୁ କଟକ ମେଜିଷ୍ଟ୍ରେଟ ସାହେବଙ୍କ ହଜୁରକୁ ଚାଲାଣ ଦେଲେ। ଦାରୋଗାଙ୍କ ରିପୋର୍ଟର ନକଲ। ଧର୍ମାବତାର। ଚଳିତ ଅକ୍ଟୋବର ମାସ 3 ତାରିଖ ଭୋର 8 ବଜେ ଅକ୍ରାଧୀନ ଆପଣା ଏଲାକା ମଧ୍ୟରି ଆପଣା କଚେରୀ ଜାଗାରେ ବସି ସରକାରୀ କାମ ଅଞ୍ଜାମ କରୁଥିବା ହାଲତ ମୁନ୍ସି ଚକ୍ରଧର ଦାସ ବନ୍ଦା ଡାହାଣ ପାଖରେ ବସି ରୋଜିନା ଡାଇରୀ କଲମବନ୍ଦ କରୁଥିବା ହାଲତ ବରକନ୍ଦାଜ ଗୋଲାମ କାଦର ଓ ହରିସିଂ ଆପଣା ପ୍ରହରରେ ମୁତୟନ ଥିବା ହାଲତ ଚକ୍ର ଥାନା ଏତଲା ଫତେପୁର ସରଷଣ୍ଡ ମୌଜା ଗୋବିନ୍ଦପୁର ଛାଟିଆ ଗୋବରା ଜେନା ହାଜର ଆସି ଜାହେର କଲା କି ତାଲୁକା ମଜକୁର ମୌଜା ମଜକୁର ରହିସ ସାରିଆ ନାମକ ତନ୍ତିଆଣୀକୁ ଖୁଣ କରିଥିବା। ବନ୍ଦା ଏହି ରିପୋର୍ଟ ପାଇବା ମାତ୍ରେ ଲହମାକ ଗୁଦସ୍ତ ନ କରି ହଜୁରକୁ ପ୍ରଥମ ଏତଲାଇ କାଟି ଆସାମୀ ଜଣେ ଜମିଦାର ଥିବା ଏବଂ ଜଣେ ମସୁର ବଦମାସ ଏବଂ ଜାଲିମବାଜ ଥିବା ହାଲତ ଏବଂ ମାମଲା ଭାରି ଭାଙ୍ଗି ନଥିବା ଲିହାଜ ବନ୍ଦା ତଡ଼େଦମ ଉକ୍ତ ସ୍ଥାନକୁ ରମାନା ହୋଇ ସରଜମିନରେ ପହଞ୍ଚି ଦସ୍ତୁର ମୁତାବକ ଆସାମୀ ଘର ମହାସଗ ଖାନ୍ତଲାସ ବହୁତ ହୁସିଆରରେ ଆସାମୀକୁ ଗ୍ରେପ୍ତାର କଲା ବାଦ ମହିଲୁକିଆ ସାରିଆର ଲାଶ ଏବଂ ତାହାର ଘରର ମାଲ ଆସବାବ ଏବଂ ମହିଲୁକିଆର ନେତ ନାମକ ଏକରାଶ ସଫେଦା ଗାଈ ଆସାମୀ ଜିମାରୁ ବରାମଦ କରିଅଛି। ଆସାମୀ ଯେଉଁ ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଅଛି, ସେ ବାଡ଼ି ମଧ୍ୟ ବରାମଦ ହେବା ହାଲତ ଆସାମୀ ରାମଚନ୍ଦ୍ର ମଙ୍ଗରାଜ ଆପେ ଏକା ଗୋଟା ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଥିବା 4 ଜଣ ଗୁହାଙ୍କ ଜମାନବନ୍ଦୀରୁ ସାଫ ସାବିତ। ଏମାନେ ରୁଇତ ଗୁହା ଥିବା ସାଫ ସାବିତ। ଆସାମୀ ଯେ ଜଣେ ଜାଲିମବାଜ, ଜଣେ ଇମାନଦାର ମୁସଲମାନର ଜମିଦାରୀ ଜୁଆଚୋରି କରି ନେଇଅଛି, ତାହା 4 ନମ୍ବର ଗୁହା ଜମାବନ୍ଦୀରୁ ସାଫ ସାବିତ। ଏହିସବୁ ହାଲ ଲିହାଜରେ ଆସାମୀ ଉପରେ ଖୁଣ ସାବିତ ହେବାରୁ ହଜୁରଙ୍କୁ ଚାଲାଣ ଦେଲି। ହଜୁର, ଖୋଦାବନ୍ଦ ମା ବାପ ଦୁନିଆର ବାଦଶା, ରିପୋର୍ଟ କସର ମାଫ ହେବ, ନୌସରୀ ତାଜବିଜ ହେବ। 10 ତାରିଖ ଅକ୍ଟୋବର ସନ 1931। ଦାରୋଗା 10 ଇନାଏତ ହୋସେନ, ଥାନେ କେନ୍ଦ୍ରାପଡ଼ା।
ପ୍ରକାଶ ଥାଉ କି ଅଲାହିଦା ଫର୍ଦ ମୁତାବକ ଆସାମୀ ଘରୁ ବରାମଦ ହୋଇଥିବା ଚୋରାମାଲ ହରି ସିଂ ବରକନ୍ଦାଜ ହେପାଜତରେ ଭେଜାଗଲା। ଏପରି ଆସାମୀ ସାରିଆକୁ ଖୁନ କରିବାରୁ ତାହାର ମାଲିକ ଭଗିଆ ଚନ୍ଦ ବାୟା ହୋଇ ଲୋକମାନଙ୍କ ଉପରେ ଜଲମ କରୁଥିବା, ତାହାର ହେପାଜତ ସକାଶେ କେହି ଏଗାନା ଲୋକ ନଥିବା ହାଲତ ହଜୁରଙ୍କୁ ଚାଲାଣ ଦେଲି। ହଜୁର ମାଲିକ। ତାରିଖ ସନ 15।